କାରରୁ ମଦ ଜବତ, 4 ଗିରଫ। ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ରାଉରକେଲାର ବାସନ୍ତୀ କଲୋନୀ ଡିଏଲ୍ ଛକଠାରେ ଏକ ଚୋରା ଦେଶୀ ମହୁଲି ମଦ ବୋଝେଇ ସାଣ୍ଟ୍ରୋ କାର୍ ଗାଡ଼ି ନମ୍ବର OR15U 4766 ଜବତ କରାଯାଇଛି। ମୁଖ୍ୟ ଆସାମୀ ଟୁନୁ ସିଂଙ୍କୁ ଅବକାରୀ ବିଭାଗ ଓରାମପଡ଼ାରୁ ଧରିବାକୁ ଯାଇଥିଲେ ହେଁ ସେ ଚମ୍ପଟ ମାରିଛି। ଏଥିରେ ସମ୍ପୃକ୍ତ ଅନ୍ୟ ମୁଖ୍ୟ ଆସାମୀ ସଞ୍ଜୟ ସିହ୍ନାକୁ ବାସନ୍ତୀ କଲୋନୀ ସ୍ଥିତ ଶନି ମନ୍ଦିର ପାଖରୁ ଗିରଫ କରାଯାଇଛି। କାର୍ ମଧ୍ୟରୁ 60 ଲିଟର ଲେଖାଏଁ ମୋଟ 540 ଲିଟର ହାତରନ୍ଧା ମହୁଲି ମଦ ସହ ଗାଡ଼ିକୁ ଜବତ କରାଯାଇଛି। ଆସାମୀ ସଞ୍ଜୟ ସିହ୍ନା ଗାଡ଼ି ଚଲାଉଥିବା ହେତୁ ଅବକାରୀ ବିଭାଗ ଧରିବାରେ ସକ୍ଷମ ହୋଇପାରିଛି। ସଞ୍ଜୟର ବୟାନକୁ ଭିତ୍ତି କରି ମଦକୁ ସପ୍ଲାଇ ଦେବାକୁ ଯାଉଥିବା ମଦ ବିକ୍ରେତା MD ତମିର ସିକନ୍ଦର ସାହୁ ଇନ୍ଦ୍ରନଗର ରେଲୱେ କଲୋନୀ ଥାନା ପ୍ଲାଣ୍ଟ ସାଇଟ୍ରେ ହୋଇଥିବା ବେଳେ ବିନୋଦ ବକ୍ସାଲାଙ୍କୁ ରିମଝିମ୍ ବସ୍ତି ରେଲୱେ କଲୋନୀରୁ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ରେଞ୍ଜ କେସ୍ ନମ୍ବର 112-24-25ରେ ଏକ ମକଦ୍ଦମା ରୁଜୁ ହୋଇଛି। ଏହି ଚଢ଼ାଉରେ ରେଞ୍ଜ ଇନ୍ସପେକ୍ଟର ମୋହନ ପ୍ରଧାନ, OIC ମନୁ ଆୟଲ, OIC ଆକାଶ ସାହୁ, SI ଅଜୟ ପ୍ରଧାନ, OIC MD ଶେଖ ଆଦ୍ରିସ ହୁସେନ, ସୂର୍ଯ୍ୟକାନ୍ତ ସ୍ୱାଇଁ, ସୁକାନ୍ତ ଅମାତ, ଆକାଶ ପଟେଲ, ଦିଲ୍ଲୀପ ପାତ୍ରଙ୍କ ସମେତ ଅବକାରୀ ବିଭାଗର ଷ୍ଟାଫ୍ ଏହି ଚଢ଼ାଉରେ ଅଂଶଗ୍ରହଣ କରିଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।